ଶାନ୍ତି ପରମ ପ୍ରିୟ ପରମାତ୍ମା ଶିବ ଭଗବାନଙ୍କୁ କୋଟି କୋଟି ନମନ। ଆଜି 9/9/2025 ମସିହା ଆମେ ସମସ୍ତେ ପ୍ରାତଃ ମୁରଲି ଶୁଣିଲେ। ବାବା କହିଛନ୍ତି ଆଜି ନିଜ ଉପରେ ନିଜକୁ ହିଁ କୃପା କରିବା, ପାଠ ପଢ଼ାରେ ଆଗେଇବା, କୌଣସି ବି ବିକର୍ମ କରି ନିଜର ରେଜିଷ୍ଟରକୁ ଖରାପ କରିବା ନାହିଁ। ବାବା ତ ସର୍ବୋଚ୍ଚ ପାଠ ପଢ଼ାରେ ପାସ୍ ହେବା ପାଇଁ ଆମକୁ ଶିକ୍ଷା ଦେଉଛନ୍ତି, ହେଲେ କି ପ୍ରକାର ସେ ଶିକ୍ଷା ଦେଉଛନ୍ତି, କେଉଁ କଥା ଉପରେ ଆମେ ବିଶେଷ ଧ୍ୟାନ ଦେବା, ସେ କଥା ଉପରେ ଆଜି ବାବା ସ୍ପଷ୍ଟୀକରଣ ଦେଇଛନ୍ତି ଯେ ପାଠ ପଢ଼ାରେ ପାସ୍ ହେବା ପାଇଁ ଦୃଷ୍ଟି ଅତ୍ୟନ୍ତ ପବିତ୍ର ହେବା ଦରକାର। କାହିଁକି ନା ଆମ ଆଖି ହିଁ ବେଶୀ ଧୋକା ଦେଉଛି। ସିଏ ଯେତେବେଳେ କ୍ରିମିନାଲ ହେଇଯାଉଛି, କ୍ରିମିନାଲ ଆଏ ବା ବିକାରୀ ଦୃଷ୍ଟି ହେଇଯାଉଛି, ଆମେ ଶରୀରକୁ ଦେଖିବା ଆରମ୍ଭ କରୁଛେ ବା ସେ ଶରୀରକୁ ଦେଖିବା ଦ୍ୱାରା ହିଁ କର୍ମେନ୍ଦ୍ରିୟରେ ଚଞ୍ଚଳତା ଆସୁଛି। ସେଥିପାଇଁ ଆମେ ସାବଧାନ ରହିବା, ନିଜ ନିଜ ଭିତରେ ପବିତ୍ର ହେବା ପାଇଁ ଭାଇ ଭଉଣୀ ହୋଇ ରହିବା, ଯୋଗର ଯାତ୍ରାରେ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦେବା। ବାବା ଆଜି କହିଲେ ଧୀରଜ ଧର ମନୁଆ, ଆମେ ବ୍ୟତିବ୍ୟସ୍ତ ହେବା ନାହିଁ। ନିଶ୍ଚିତ ଭାବରେ ସତ୍ୟ ଯୁଗ ଆସୁଛି, ପୁରୁଣା ଦୁନିଆ ବିନାଶ ହେବ। ଆମକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ, ପୁରୁଷାର୍ଥରେ ଆଗେଇବାକୁ ହେବ। ବେହଦର ବାବା ବେହଦର ସନ୍ତାନମାନଙ୍କୁ ଏକଥା ସବୁ କହିଲେ। ଯେମିତି ମନୁଷ୍ୟ ରୋଗରେ ପଡ଼ିଥିଲେ ତାଙ୍କୁ ଆଶ୍ୱାସନା ଦିଆଯାଏ, ଧୈର୍ଯ୍ୟ ଧର, ତୁମର ସବୁ ଦୁଃଖ ଦୂର ହୋଇଯିବ, ଶରୀର ସୁସ୍ଥ ହୋଇଯିବ କୁହାଯାଏ। ସେହିଭଳି ଅଲୌକିକ ବାବା ବି ଆମକୁ ଏଇ କଥା, ଅଲୌକିକ କଥା କହୁଛନ୍ତି। ପରମ ପିତା ପରମାତ୍ମା ପାରଲୌକିକ ପିତା ଆମକୁ ଏଇ ଅଲୌକିକ କଥା କହୁଛନ୍ତି। କାରଣ ବାବାଙ୍କର କେତେ ଢେର ସନ୍ତାନ ଅଛନ୍ତି, ସମସ୍ତଙ୍କୁ ତ ମୁକ୍ତ କରିବାକୁ ପଡ଼ିବ ନା। ସେଥିପାଇଁ ବାବା କହୁଛନ୍ତି ତୁମେ ଧୈର୍ଯ୍ୟ ଧର। ଆମେ କେବେ ହେଲେ ଭୁଲିବା ଉଚିତ ନୁହେଁ ଯେ ବାବା ଆସିଛନ୍ତି ସମସ୍ତଙ୍କର ସଦ୍ଗତି ଦେବା ପାଇଁ। ଯଦି ସଦ୍ଗତି ଦେଉଛନ୍ତି ଅର୍ଥ କ'ଣ? ସମସ୍ତେ ନିଶ୍ଚୟ ଦୁର୍ଗତିରେ ଅଛନ୍ତି, ତେଣୁ ସିଏ ସଦ୍ଗତି ଦେବା ପାଇଁ ଆସିଛନ୍ତି। ବାବା ସ୍ପଷ୍ଟ ଭାବରେ କହିଦେଉଛନ୍ତି ଯେ ସାରା ଦୁନିଆର ମନୁଷ୍ୟ, ତନ୍ମଧ୍ୟରୁ ସ୍ୱତନ୍ତ୍ର ଭାବରେ ଭାରତ, ସାଧାରଣ ଭାବେ ସମଗ୍ର ଦୁନିଆକୁ ସେ କହୁଛନ୍ତି। ସ୍ୱତନ୍ତ୍ର ଭାବେ ଭାରତବାସୀ ସୁଖଧାମକୁ ଯିବେ, ବାକି ସମସ୍ତେ ଶାନ୍ତିଧାମକୁ ଯିବେ। ଭାରତବାସୀ ଯିବେ ସ୍ୱତନ୍ତ୍ର ଭାବେ ମାନେ କ'ଣ ସମସ୍ତ ଭାରତୀୟ ଯିବେ କି? ଯେଉଁମାନେ ଆଦି ସନାତନ ଦେବୀ ଦେବତା ଧର୍ମର, ସେମାନେ ଏବେ ବାବାଙ୍କୁ ଚିହ୍ନିଲେ, ପୁରୁଷୋତ୍ତମ କରି ପୁରା ଶତପ୍ରଧାନ ହେଲେ ଯିବେ। କାହିଁକି ନା ସତ୍ୟ ଯୁଗରେ ବା ସୁଖଧାମରେ କେବଳ ଆଦି ସନାତନ ଦେବୀ ଦେବତା ଧର୍ମର ଆତ୍ମାମାନେ ରହିବେ, ଆଉ ଅନ୍ୟ ଧର୍ମାବଲମ୍ବୀ ମାନେ ଶାନ୍ତିଧାମରେ ରହିବେ। ବାବା କହୁଛନ୍ତି ସିଏ ବର୍ତ୍ତମାନ ସେଇ ଆଦି ସନାତନ ଦେବୀ ଦେବତା ଧର୍ମ ସ୍ଥାପନା କରାଉଛନ୍ତି, ଅନ୍ୟ ସମସ୍ତ ଧର୍ମର ବିନାଶ କରାଉଛନ୍ତି। ପ୍ରତି 5000 ବର୍ଷରେ ଥରେ ସେଇ ନିରାକାର ଶିବ ବାବା ଆସୁଛନ୍ତି। ସେ ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶ କରି ଆମକୁ ପାଠ ବୁଝାଉଛନ୍ତି। ପିତାଙ୍କ ଠାରୁ ଈଶ୍ୱରୀୟ ସମ୍ପତ୍ତି ପାଇବା, ସେଥିପାଇଁ ପୁରୁଷାର୍ଥ କରୁଛେ। ପିତା ହିଁ ସମ୍ପତ୍ତି ଦାତା, ଭାଇ ପାଖରୁ କେହି ସମ୍ପତ୍ତି ପାଆନ୍ତି ନାହିଁ। ତେଣୁ ଆମେ ସମସ୍ତେ ଆତ୍ମାମାନେ ପୁରୁଷାର୍ଥ କରୁଛେ, ପିତା ପରମେଶ୍ୱର ଶିବ ବାବା ପୁରୁଷାର୍ଥ କରୁନାହାନ୍ତି। ବାବା କହିଲେ ଯେ ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି, ବାବା ସବୁବେଳେ କହୁଛନ୍ତି। ତେଣୁ ଆମେ ନିଶ୍ଚିତ ହେଇଯିବା ଯେ ଇଏ ପୁନରାବୃତ୍ତି ହେଉଛି ଅର୍ଥ ନିଶ୍ଚିତ ଭାବରେ ଗୋଟିଏ ଇତିହାସ ଭୂଗୋଳ, ସେ ବାର ବାର ରିପିଟ୍ ହେଉଛି। କଳିଯୁଗ ପରେ ପୁଣି ନିଶ୍ଚୟ ତାହା ହେଲେ ସତ୍ୟଯୁଗ ହେବ, ସତ୍ୟଯୁଗ ହୋଇଥିଲା, ହେବ, ପୁଣି ଆଗକୁ ବି ସେଇ ପୁନରାବୃତ୍ତି ହୋଇ ସତ୍ୟଯୁଗ, ଇଏ କଳ୍ପ ଅନ୍ତେ ଯେ ନୂଆ କଳ୍ପ ହେଉଛି ତାପରେ ପୁଣି ସତ୍ୟଯୁଗ ଆସିବ। ଏଇ କଳ୍ପ ଅନ୍ତେ ସତ୍ୟଯୁଗ ଆସିଲା, ସଙ୍ଗମ ଅନ୍ତରେ ପୁଣି 5000 ବର୍ଷ ପରେ ଆଉ ଥରେ ସତ୍ୟଯୁଗ ହେବ। ଏଇ ଯେଉଁ ସତ୍ୟ କଳି, ଏଇ ଦୁଇଟି ଯୁଗର ମଧ୍ୟ ସନ୍ଧିକ୍ଷଣକୁ ସଙ୍ଗମ ଯୁଗ କୁହାଯାଉଛି।
ଇଏ ହେଉଛି ସର୍ବୋତ୍ତମ ପୁରୁଷୋତ୍ତମ କଲ୍ୟାଣକାରୀ ଯୁଗ। ଯେଉଁମାନେ ବାବାଙ୍କ ଠାରୁ କଥା ଶୁଣୁଛନ୍ତି, ଜ୍ଞାନ ଶୁଣୁଛନ୍ତି, ତାଙ୍କର ବୁଦ୍ଧି ତାଲା ଖୋଲୁଛି। ପୁଣି ଯେଉଁମାନଙ୍କର ଖୋଲି ପାରୁନି ବା ଯେଉଁମାନେ ପୁରୁଷାର୍ଥ କରିପାରୁନାହାନ୍ତି, ତାଙ୍କର ବୁଦ୍ଧି ତାଲା ସହଜରେ ଖୋଲୁନି। ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ, ଏଇ ଦୁଇଟି କଥା ଉପରେ ବାବା ବୁଝାଉଛନ୍ତି। ନୂଆ ଦୁନିଆରେ ଯେମିତି ନୂଆ ଗଛରେ ଅଳ୍ପ ପତ୍ର ହୋଇଥାଏ, ପୁରୁଣା ଗଛରେ ବହୁତ ପତ୍ର ଥାଏ, ସେମିତି ନୂଆ ଦୁନିଆ ସତ୍ୟ ଯୁଗରେ ଅଳ୍ପ ଆତ୍ମା ବା ଜନସଂଖ୍ୟା କମ୍ ହେବେ। ପୁରୁଣା ଦୁନିଆ ବର୍ତ୍ତମାନ ତ ଆମେ ଦେଖୁଛେ କଳି ଯୁଗରେ ଜନସଂଖ୍ୟା କେତେ ଅଧିକ। ତେଣୁ ଆମେ ଏ କଥା ସବୁ ବୁଝି ଯାଉଛେ, ବାବା ବୁଝେଇ ଦେଉଛନ୍ତି। ସେ ହେଉଛି ସତ୍ୱପ୍ରଧାନ ଦୁନିଆ, ସତ୍ୟ ଯୁଗ। ବର୍ତ୍ତମାନ ଆମେ ସମସ୍ତଙ୍କର ତମ ଅବସ୍ଥା ହେଇଯାଇଛି, କଳିଯୁଗ ହେଉଛି ତମ ପ୍ରଧାନ ଦୁନିଆ। ପୁରୁଷାର୍ଥର କ୍ରମାନୁସାରେ ବୁଦ୍ଧିର ତାଲା ଖୋଲୁଛି। ସମସ୍ତେ ଯଥାର୍ଥ ରୀତିରେ ବାବାଙ୍କୁ ଚିହ୍ନି ପାରିବେ ନାହିଁ କି ମନେ ପକାଇ ପାରିବେ ନାହିଁ। ଧାରଣା ମଧ୍ୟ, ଜ୍ଞାନକୁ ଧାରଣା ବି କରିପାରିବେ ନାହିଁ। ଯିଏ ଯେମିତି ପୁରୁଷାର୍ଥ କରିବ ସିଏ ସେମିତି ଫଳ ପାଇବ। ବାବା ତ ପୁରୁଷାର୍ଥ କରାଉଛନ୍ତି, କିନ୍ତୁ ଯାହାର ଭାଗ୍ୟରେ ନାହିଁ ସେ ପୁରୁଷାର୍ଥ କରିପାରିବ ନାହିଁ। ଡ୍ରାମା ଅନୁସାରେ ଯିଏ ଭଲ ଭାବରେ ପଢ଼ିବେ, ପଢ଼ାଇବେ, ବାବାଙ୍କର ସାହାଯ୍ୟକାରୀ ହେବେ, ସେ ଯେକୌଣସି ପରିସ୍ଥିତିରେ ମଧ୍ୟ ଉଚ୍ଚ ପଦ ପାଇବେ। ସ୍କୁଲରେ ଯେମିତି ଛାତ୍ରମାନେ ଜାଣିଥାନ୍ତି ଯେ ଯିଏ ଭଲ ପାଠ ପଢ଼େ ସେ ଜାଣେ ମୁଁ ନିଶ୍ଚୟ ଏମିତି ମାନେ ପରୀକ୍ଷାରେ ଏଇଆ କରିବି, ବା ନିଜକୁ ସେ ସବୁବେଳେ ବୁଝିପାରେ ତାର ପୋଜିସନ୍ କେଉଁଠି ରହିବ। କିନ୍ତୁ ଯିଏ ଏଇଠି ବି ଆମେ ଯେଉଁ ପାଠ ପଢ଼ୁଛେ ଆମେ ବି ଜାଣିପାରିବା ଆମେ କେମିତି ପାଠ ପଢ଼ୁଛେ, ଆମର କ'ଣ ଗତି ହେବ। ଅନେକ ପିଲା ବାବାଙ୍କୁ ପ୍ରଶ୍ନ ପଚାରନ୍ତି, ବାବା ମୁଁ ଯଦି ବର୍ତ୍ତମାନ ଶରୀର ଛାଡ଼ିବି ମୁଁ କ'ଣ ପୋଜିସନ୍ ପାଇବି? ବାବା ସେଇ କଥା ବୁଝେଇ ଦିଅନ୍ତି। ଇଏ ତ ପାଠଶାଳା ନା, ଏଇଠି ପାଠ ପଢ଼ିବାକୁ ଆସୁଛ। ଯେମିତି ସ୍କୁଲରେ ସମସ୍ତେ ନିଜ ନିଜକୁ ଜାଣିପାରନ୍ତି ସେ କେତେ ପାଠ ପଢ଼ିଛନ୍ତି, କ'ଣ ତାଙ୍କର ପ୍ରାପ୍ତି ହେବ। ତୁମେ ବି ନିଜକୁ ବୁଝିଯାଅ, ନିଜର ରେକର୍ଡ଼ ମେଣ୍ଟେନ୍ କର। ସ୍କୁଲରେ ଯେମିତି ରେଜିଷ୍ଟର ମେଣ୍ଟେନ୍ ହେଉଛି, ତୁମେ ସେମିତି ନିଜର ରେଜିଷ୍ଟର ମେଣ୍ଟେନ୍ କର। ବାବା ସବୁ ବାଟ ବତେଇ ଦେଉଛନ୍ତି, ଆମେ କେବଳ ତାଙ୍କ କଥା ଅନୁଯାୟୀ ଚାଲିବାର ଅଛି। ବାବା କହିଲେ ଯେ ନିଜ ଉପରେ ନିଜେ କୃପା କରିବା। ବାବା ଯଦି ଏମିତି କୃପା କରିଦେବେ ସମସ୍ତଙ୍କୁ, ତାହେଲେ ତ ସମସ୍ତେ ସତ୍ୟ ଯୁଗକୁ ଯିବେ ହେରି। ତେଣୁ ବାବାଙ୍କର କୃପା କି ଆଶୀର୍ବାଦର କଥା ନାହିଁ। ନିଜ ଉପରେ ନିଜେ କୃପା କରିବା ମାନେ ସ୍ୱଚିନ୍ତନରେ ଲାଗିବା, ସ୍ୱ ଉନ୍ନତି ପାଇଁ ବାବାଙ୍କ ସହିତ ଯୋଗ ଲଗେଇବା, ବାବାଙ୍କ ଜ୍ଞାନରେ ଶ୍ରୀମତରେ ଚାଲିବା, ଅନ୍ୟମାନଙ୍କୁ ଚଲେଇବା। ବାବା ସେଥିପାଇଁ କହିଲେ ହଦ ପରି ବେହଦର ଛାତ୍ର ନିଜେ ନିଜ କଥାର ବୁଝିପାରିବେ। ତେଣୁ ଆଉ ଆମେ ବିକର୍ମ କରିବା ନାହିଁ, ବାରମ୍ବାର ଭୁଲ କରିବା ନାହିଁ। ରେଜିଷ୍ଟର ଖରାପ ହେଲେ ଫଳାଫଳ ମଧ୍ୟ ସେହିପରି ହେବ। ତେଣୁ ରେଜିଷ୍ଟର ଉପରେ ସବୁବେଳେ ନଜର ଦେବା। ଏକଥା ତ ଦୁନିଆରେ କାହାକୁ ହେଲେ ଜଣା ନାହିଁ। ଇଏ ହେଉଛି ଗୀତା ପାଠଶାଳା। କେଉଁଠି ବେଦ ପାଠଶାଳା ଅଛି କି? ନାହିଁ। ବେଦ ଉପନିଷେଦ ଏଇଗୁଡ଼ାକ ହେଉଛି ଗ୍ରନ୍ଥ, ତାଙ୍କର ପାଠଶାଳା ନାହିଁ। କିନ୍ତୁ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ହେଉ ବା ଗୀତା ପାଠଶାଳା ହେଉ, ୟାର ନାମକରଣ ପାଠଶାଳା କାହିଁକି ଲେଖା ହେଇଛି? କାହିଁକିନା ପାଠଶାଳାରେ ଯିଏ ପଢ଼ନ୍ତି ତାଙ୍କର ଲକ୍ଷ୍ୟ ଥାଏ। ଯେମିତି ସ୍କୁଲକୁ ପିଲାମାନେ ଯାଉଛନ୍ତି, ତାଙ୍କର ଲକ୍ଷ୍ୟ ଅଛି, କିଏ ଡାକ୍ତର ହେବ, କିଏ ଇଞ୍ଜିନିୟର ହେବ, କ'ଣ ଯିଏ ଯାହାର ଲକ୍ଷ୍ୟ ପାଇବା ପାଇଁ ଲକ୍ଷ୍ୟ ପୂରଣ କରନ୍ତି। ସେମିତି ବର୍ତ୍ତମାନ ଆମେ ଏଇ ପାଠଶାଳାରେ ପାଠ ପଢ଼ୁଛେ, ଆମର ଲକ୍ଷ୍ୟ ମଧ୍ୟ ଦେବୀ ଦେବତା ହେବା। ତେଣୁ ଆମେ ବର୍ତ୍ତମାନ ପାଠଶାଳାରେ ପାଠ ପଢ଼ୁଛେ। ବେଦଶାସ୍ତ୍ର ପଢ଼ିଲେ ଯେମିତି ତାଙ୍କୁ ଉପାଧି ମିଳିଥାଏ, ତାଙ୍କର ବି ରୋଜଗାର ହୁଏ, ସେହିପରି ଆମର ବି ଉପାଧି ମିଳିବ ସତ୍ୟ ଯୁଗରେ। ଆମର ରୋଜଗାର ହେଲା, ଆମେ ଯାଇ ସୁଖ ଶାନ୍ତି ଆନନ୍ଦ ପ୍ରେମରେ ଚଳିବା, କୌଣସି ପ୍ରକାର ଅଭାବ ଅନାଟନ ହେବ ନାହିଁ ସତ୍ୟ ଯୁଗରେ। ଇଏ ହେଉଛି ଆମର ରୋଜଗାର। କିନ୍ତୁ ଆମର ରୋଜଗାର ହେଉଛି ଅବିନାଶୀ ରୋଜଗାର, ସାଥିରେ ଯିବ।
କିନ୍ତୁ ବେଦ ପାଠ ଯେଉଁମାନେ ପଢ଼ୁଛନ୍ତି ସାଧୁ ସନ୍ଥ ଇତ୍ୟାଦି, ଇଏ ବାବାଙ୍କୁ ଯିଏ ନ ଚିହ୍ନିଛନ୍ତି ତାଙ୍କର ପାଠ ସାଥିରେ ଯିବ ନାହିଁ ବା ରୋଜଗାର ଯିବ ନାହିଁ। ବାବା କହିଲେ ଆମେ ବିଶ୍ୱର ମାଲିକ ହେଉଛୁ। ସୂର୍ଯ୍ୟବଂଶୀ ରାଜବଂଶ ଥିବାରୁ ଆମେ ମଧ୍ୟ ନିଶ୍ଚୟ ସିଂହାସନ ଉପରେ ବସିବୁ ବୋଲି ବାବା କହୁଛନ୍ତି। ଏହା ବହୁତ ଉଚ୍ଚ ପଦ। ଆମେ ତ କେବେ ସ୍ୱପ୍ନରେ ବି ଭାବିନଥିଲେ ଯେ ପୁରୁଷାର୍ଥ କରି ରାଜପଦ ମିଳିବ ବୋଲି। ଇଏ ହେଉଛି ସହଜ ରାଜଯୋଗ। ବାବା ବୁଝଉଛନ୍ତି ଯେମିତି ବାରିଷ୍ଟରୀ ପଢ଼ିଲେ, ଡାକ୍ତରୀ ପଢ଼ିଲେ, ସେଇ କ'ଣ ଯେଉଁମାନେ ପାଠ ପଢ଼ୁଛନ୍ତି, ପାଠ ପଢ଼ାକୁ ମନେ ରଖୁଛନ୍ତି, ପାଠ ପଢ଼ାଉଥିବା ଶିକ୍ଷକକୁ ବି ମନେ ରଖୁଛନ୍ତି। ସେହିଭଳି ଆମେ ବାବା ପଢ଼ଉଥିବା ପାଠକୁ ମନେ ରଖିବା, ସ୍ୱୟଂ ପରମପିତା ପରମାତ୍ମାଙ୍କୁ ବି ମନେ ରଖିବା। ଇଏ ହେଉଛି ସହଜ ୟାଦ। କିନ୍ତୁ ୟାଦରେ ହିଁ ପରିଶ୍ରମ ରହିଛି। ନିଜକୁ ଦେହି ଅଭିମାନୀ ହୋଇ ଆତ୍ମା ବୋଲି ନିଜକୁ ଭାବି ବାବାଙ୍କୁ ମନେ ପକେଇଲେ ବାବା ମନେ ରହିବେ, ପାଠ ମନେ ରହିବ। ଆତ୍ମାରେ ହିଁ ସଂସ୍କାର ଭରିଥାଏ। ଅନେକ ଆସି କହୁଛନ୍ତି, ଯେଉଁମାନେ ନୂଆ ନୂଆ ଆତ୍ମା ଆସୁଛନ୍ତି ବାବାଙ୍କୁ ଜ୍ଞାନ ବୁଝୁଛନ୍ତି, ସେମାନେ କହୁଛନ୍ତି ଆମେ ଶିବ ବାବାଙ୍କୁ ପୂଜା କରୁଥିଲୁ। କିନ୍ତୁ କାହିଁକି ପୂଜା କରୁଥିଲେ ଏକଥା ଜାଣିନାହାନ୍ତି। ଶିବଙ୍କୁ ହିଁ ବାବା କହନ୍ତି ସମସ୍ତେ। ହନୁମାନ, ଗଣେଶ, ରାମ ଇତ୍ୟାଦି ଅନ୍ୟ କାହାକୁ ବାବା କହୁନାହାନ୍ତି। ପୂଜା କରନ୍ତି କିନ୍ତୁ ଶିବଙ୍କୁ ହିଁ ବାବା ବୋଲି କୁହାଯାଏ। ବାବା କହୁଛନ୍ତି ବ୍ରହ୍ମାଙ୍କର ଏତେ ପୂଜା ପାଠ ହେଉନି। ଯଦି ବି ଆଜମେରରେ ମନ୍ଦିର ଅଛି, ବ୍ରହ୍ମାଙ୍କ ମନ୍ଦିର, ସେଠାରେ ଅଳ୍ପ କିଛି ବ୍ରାହ୍ମଣ ପୂଜା କରୁଛନ୍ତି। ଯେମିତି ଶ୍ରୀକୃଷ୍ଣ, ଲକ୍ଷ୍ମୀ ନାରାୟଣ, ସେମାନଙ୍କର ଏତେ ଗାୟନ ରହିଛି, କିନ୍ତୁ ବ୍ରହ୍ମାଙ୍କର ନାମର ଗାୟନ ଏତେ ନାହିଁ। କାହିଁକି ତାର ଅର୍ଥ ବି ବାବା ବୁଝେଇ ଦେଲେ। ବ୍ରହ୍ମା ତ ବର୍ତ୍ତମାନ ସମୟରେ ଶ୍ୟାମଳ ଅଟନ୍ତି। ବ୍ରହ୍ମା ହେଉଛନ୍ତି ଏ କଳି ଯୁଗର ଆତ୍ମା। ଶ୍ରୀକୃଷ୍ଣଙ୍କର 84ତମ ଜନ୍ମରେ ତାଙ୍କ ନାମ ହେଲା ଲେଖରାଜ। ବାବା ତାଙ୍କୁ ଅଲୌକିକ ନାମ ଦେଲେ ପ୍ରଜାପିତା ବ୍ରହ୍ମା। ଯେହେତୁ ସେ ତାଙ୍କ ଶରୀରରେ ପ୍ରବେଶ କରି ଜ୍ଞାନ ଦେଉଛନ୍ତି, ତାଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଛନ୍ତି, ତେଣୁ ସିଏ ଦେବୀ ଦେବତା ପଦ ପାଇନାହାନ୍ତି। ସେ ହିଁ ଶ୍ରୀକୃଷ୍ଣ ହେବେ, ନାରାୟଣ ହେବେ ଆମେ ଜାଣିଛେ। କିନ୍ତୁ ବର୍ତ୍ତମାନ ତ ସତ୍ୟ ଯୁଗ ନାହିଁ ନା, ଏହି ସମୟରେ ସେ କାର୍ଯ୍ୟକଳାପ କରୁଛନ୍ତି, ତେଣୁ ତାଙ୍କର ବେଶୀ ଗାୟନ ନାହିଁ। ବାବା ତ ଭିନ୍ନ ଭିନ୍ନ ପ୍ରକାର ପିଲାଙ୍କୁ ବୁଝଉଛନ୍ତି, କିନ୍ତୁ ପିଲାମାନେ କେତେ ଦୂର ଗ୍ରହଣ କରୁଛନ୍ତି ସେ ତାଙ୍କ ଉପରେ ନିର୍ଭର। ସେ ପିତା, ଟିଚର, ଗୁରୁ, ଜ୍ଞାନର ସାଗର ସବୁ ପ୍ରକାର ହୋଇ ଆମକୁ ପାଠ ପଢ଼ଉଛନ୍ତି, ତ୍ରିକାଳଦର୍ଶୀ କରାଉଛନ୍ତି। ଆମକୁ ଜ୍ଞାନର ତୃତୀୟ ନେତ୍ର ମିଳିଯାଇଛି। ଆମେ ଜାଣିଛେ ଆତ୍ମା ଅବିନାଶୀ। ସବୁ ଆତ୍ମାଙ୍କର ପିତା ପରମପିତା ପରମାତ୍ମା ସେ ବି ଅବିନାଶୀ। ଆମେ ଏକଥା ଜାଣିଛେ, କିନ୍ତୁ ଦୁନିଆବାସୀ ଏକଥା ଜାଣିନାହାନ୍ତି। ବାବା ହିଁ ଆମକୁ ପତିତରୁ ପବିତ୍ର କରାଉଛନ୍ତି। ପତିତରୁ ଆମେ କେମିତି ପବିତ୍ର ହେବା ବତାଉଛନ୍ତି, ପବିତ୍ରରୁ କେମିତି ପତିତ ହେଲେ ତାର କାହାଣୀ ବି ଶୁଣାଉଛନ୍ତି। ସମସ୍ତେ ତ ବିକଳ ହୋଇ ଭକ୍ତମାନେ ଡାକିଛନ୍ତି, ଆମେ ବି ଡାକିଥିଲେ, ହେ ପତିତ ପାବନ ଆସ ଆମକୁ ଉଦ୍ଧାର କର। କିନ୍ତୁ ଆମେ ଏକଥା ଜାଣିଥିଲେ ବାବା ଆସିବେ ଆମକୁ ଉଦ୍ଧାର କରିବେ ବୋଲି ଭାବୁଥିଲେ। କିନ୍ତୁ ଆମେ କେବେ ହେଲେ ଏମିତି ଭାବିନଥିଲେ କି ବିଶ୍ୱାସ କରିନଥିଲେ ସେ ଆସି ବିଶ୍ୱର ଇତିହାସ ଭୂଗୋଳ ଶୁଣେଇବେ। ସେ ପତିତରୁ ପବିତ୍ର, ପବିତ୍ରରୁ ପତିତ କିପରି ହେବେ ତାର ଇତିହାସ ବୁଝେଇବେ। ଇତିହାସର କିପରି ପୁନରାବୃତ୍ତି ହେଉଛି ସେ କଥା କହିବେ। 84 ଜନ୍ମର ଚକ୍ର କେମିତି ଲାଗୁଛି କହିବେ। ଏ କଥା ଆମେ ଜାଣିନଥିଲେ। ଆମେ କେବଳ ଡାକୁଥିଲେ ହେ ପତିତ ପାବନ ଆସ ଆସ। ମନୁଷ୍ୟମାନେ ତ ସନ୍ନ୍ୟାସୀମାନଙ୍କ ପାଖକୁ ଯାଇକି କହୁଛନ୍ତି ମନର ଶାନ୍ତି କିପରି ହେବ, କିନ୍ତୁ ସେ କେବେ ହେଲେ କହୁନାହାନ୍ତି ଯେ ଆମେ ସମ୍ପୂର୍ଣ୍ଣ ନିର୍ବିକାରୀ ପବିତ୍ର କିପରି ହେବୁ। କାହିଁକି ନା ଏକଥା କହିବାକୁ ତାଙ୍କୁ ଲଜ୍ଜା ଲାଗୁଛି। ବାବା ଏବେ କହୁଛନ୍ତି, ବୁଝଉଛନ୍ତି, ତୁମେ ସମସ୍ତେ ଭକ୍ତ, ମୁଁ ହେଉଛି ଭଗବାନ। ତୁମେ ସମସ୍ତେ କନ୍ୟା, ମୁଁ ହେଉଛି ବର। ତୁମେ ସମସ୍ତେ ମୋତେ ମନେ ପକାଅ, ମୁଁ ଯାତ୍ରୀ। ବହୁତ ସୁନ୍ଦର। କ'ଣ ବହୁତ ସୁନ୍ଦର?
ସେ ହେଲେ ସତ୍ୟ, ଶିବ, ସୁନ୍ଦର। ସେ କେବେ ବି ପତିତ ହୁଅନ୍ତିନି, କାହିଁକିନା ସେ ଜନ୍ମ ମୃତ୍ୟୁ ଚକ୍ରରେ ଆସୁନାହାନ୍ତି। ସାରା ଦୁନିଆର ମନୁଷ୍ୟକୁ ସେ ସୁନ୍ଦର କରୁଛନ୍ତି। ସ୍ୱର୍ଗ ହିଁ ବିଶ୍ୱର ଆଶ୍ଚର୍ଯ୍ୟ ବାବା କହିଲେ। ବର୍ତ୍ତମାନ ଆମେ ଲୌକିକ ଦୁନିଆରେ ସପ୍ତାଶ୍ଚର୍ଯ୍ୟ କଥା ଶୁଣୁଛେ, କିନ୍ତୁ ବିଶ୍ୱର ପ୍ରକୃତ ଆଶ୍ଚର୍ଯ୍ୟ ହେଉଛି ଏକମାତ୍ର ସ୍ୱର୍ଗ। ବାବା ମଧ୍ୟ ଜଣେ, ସ୍ୱର୍ଗ ମଧ୍ୟ ଗୋଟିଏ, ଯାହାକୁ ସବୁ ମନୁଷ୍ୟ ସ୍ମରଣ କରୁଛନ୍ତି। ବାବା କହିଲେ, ତୁମେ ସବୁ ଧୈର୍ଯ୍ୟ ଧର, ସୁଖର ଦିନ ଆସୁଛି। ଏହି ପୁରୁଣା ଦୁନିଆର ବିନାଶ ହେଲେ ଯାଇ ସ୍ୱର୍ଗର ରାଜତ୍ୱ ମିଳିବ। ଏବେ ରାଜତ୍ୱ ସ୍ଥାପନ ହୋଇନାହିଁ। ପ୍ରଜା ତିଆରି ହେଉଛନ୍ତି। ପିଲାମାନେ ପରସ୍ପର ମଧ୍ୟରେ ରାୟ କରୁଛନ୍ତି ସେବାରେ କିପରି ବୃଦ୍ଧି ହେବ, ସମସ୍ତଙ୍କୁ କିପରି ସନ୍ଦେଶ ଦିଆଯିବ। ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ଚାଲିଛି। ବାକି ଅନ୍ୟ ସମସ୍ତ ଧର୍ମ ବିନାଶ ବାବା ହିଁ କରାଉଛନ୍ତି। ଏହିପରି ବାବାଙ୍କୁ ଆମେ କ'ଣ ଭୁଲିଯିବା କି? ଆମେ ସବୁବେଳେ ତାଙ୍କୁ ମନେ ପକେଇବା। ସେ ଆମକୁ ରାଜତିଳକ ପାଇବାର ହକଦାର କରାଉଛନ୍ତି। ତାମାନେ କେତେ ବଡ଼ କଥା। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ପ୍ରାକୃତିକ ବିପର୍ଯ୍ୟୟ ବିନା ଦୁନିଆର ବିନାଶ ହୋଇପାରିବ ନାହିଁ। ବାବା କହୁଛନ୍ତି, ଏବେ ତୁମର ପରୀକ୍ଷା ସମୟ ବହୁତ ପାଖେଇ ଆସିଲାଣି। ମୃତ୍ୟୁ ଲୋକରୁ ଅମର ଲୋକକୁ ପରିବର୍ତ୍ତିତ ହେବାକୁ ପଡ଼ିବ। ତେଣୁ ଆମକୁ ସବୁ ଦୈବୀ ଗୁଣଧାରୀ ହେବାକୁ ପଡ଼ିବ। କେମିତି ଅମର ଲୋକକୁ ଯିବା? ଦେବତା ଗୁଣ ଧରିଲେ। ଯେତେ ଭଲ ଭାବରେ ପଢ଼େଇବା ସେତେ ଉଚ୍ଚ ପଦ ପାଇବା। କାହିଁକି ନା ନିଜର ପ୍ରଜା ନିଜେ ହିଁ ତିଆରି କରିବା। ପୁରୁଷାର୍ଥ କରି ସମସ୍ତଙ୍କର କଲ୍ୟାଣ କରିବା। ଚ୍ୟାରିଟି ବିଗିନ୍ସ ଆଟ୍ ହୋମ୍ ବାବା କହିଲେ। ତାମାନେ ଦାନ ପୁଣ୍ୟ ନିଜ ଘରୁ ଆରମ୍ଭ କରିବା। ଏହା ହିଁ ସୃଷ୍ଟିର ନିୟମ। ପ୍ରଥମେ ମିତ୍ର, ସମ୍ବନ୍ଧୀ, ବଂଶାବଳୀ ଆଦି ଆସିବେ, ପଛରେ ଜନସାଧାରଣ। ଆମକୁ ଯେତେବେଳେ ଦେଖିବେ ଯେ ପ୍ରକୃତରେ ଏମାନେ ବ୍ରହ୍ମାକୁମାରୀ ହୋଇ ତାଙ୍କ ଜୀବନରେ କେତେ ପରିବର୍ତ୍ତନ କରିଛନ୍ତି, ସୁଖ ଶାନ୍ତି ଆନନ୍ଦରେ, କଳିଯୁଗ, ସେମାନେ ତ ଭାବୁଛନ୍ତି କଳିଯୁଗରେ ଅଛନ୍ତି, କିନ୍ତୁ ବ୍ରହ୍ମାକୁମାରୀ ମାନେ ତ କଳିରେ ନଥାନ୍ତି, ସେମାନେ ସଙ୍ଗମ ଯୁଗରେ ରହନ୍ତି। କିନ୍ତୁ ଅନ୍ୟ ଲୋକମାନେ କଳିଯୁଗରେ ଦେଖୁଛନ୍ତି, ସେମାନେ ଭାବନ୍ତି ଯେ ଏଇ କଳିଯୁଗରେ ଥାଇକି ବି କେତେ ଶାନ୍ତିରେ ସେମାନେ ଅଛନ୍ତି। ଯେତେବେଳେ ଆମର ଚାଲିଚଳନରେ ପ୍ରତ୍ୟକ୍ଷତା ଜାଣିପାରିବେ, ସେ ଆସିବେ। ଆରମ୍ଭରେ ଏମିତି ମଧ୍ୟ ହୋଇଥିଲା, ଧୀରେ ଧୀରେ ବୃଦ୍ଧି ହେଲା। ଯେତେବେଳେ ବାବାଙ୍କ ଶରୀରରେ ପରମପିତା ପରମାତ୍ମା ଆସିଲେ, ଖୁବ୍ କମ୍ ଆତ୍ମା ନିଶ୍ଚୟ ବୁଦ୍ଧିରେ ବାବାଙ୍କ ପାଖକୁ ଆସିଲେ। ତାପରେ ବଡ଼ ଘର ତିଆରି ହେଲା, ଯାହାକୁ ଓମ୍ ନିବାସ କୁହାଗଲା। ତାପରେ ବହୁତ ପିଲା ଆସି ପଢ଼ିବାକୁ ଲାଗିଲେ। ଇଏ ସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଥିଲା, ଯାହାର ପୁଣି ପୁନରାବୃତ୍ତି ହେଉଛି। କେହି ଏଇ ଡ୍ରାମାର ନିୟମକୁ ବଦଳେଇ ପାରିବେ ନାହିଁ। ପାଠପଢ଼ା କେତେ ଶ୍ରେଷ୍ଠ। ମୁଖ୍ୟ ହେଉଛି ଯୋଗର ଯାତ୍ରା। ମୁଖ୍ୟ ଇନ୍ଦ୍ରିୟ ରୂପେ ଆଖି ହିଁ ଆମକୁ ଧୋକା ଦେଉଛି। ଆଖି ବିକାର ହେବା ଯୋଗୁଁ ଶରୀରର କର୍ମେନ୍ଦ୍ରିୟ ସବୁ ଚଞ୍ଚଳ ହୋଇଯାଉଛନ୍ତି। ତେଣୁ ସୁନ୍ଦରୀ କନ୍ୟାକୁ ଦେଖିଲେ ଆସକ୍ତ ହୋଇଯାଉଛନ୍ତି। ଏପରି ବହୁତ ଘଟଣା ଦୁନିଆରେ ହେଉଛି। ଗୁରୁଙ୍କର ଦୃଷ୍ଟି ମଧ୍ୟ ବିକାର ହୋଇଯାଉଛି। ବାବା କହିଲେ, ବିକାରୀ ଦୃଷ୍ଟି ବିଲକୁଲ ରହିବା ଅନୁଚିତ। ଆମେ ଭାଇ ଭଉଣୀ ହୋଇ ରହିଲେ ଯାଇ ପବିତ୍ର ହୋଇପାରିବା। ମନୁଷ୍ୟମାନଙ୍କୁ ଏକଥା ଜଣା ନାହିଁ, ସେମାନେ ଥଟ୍ଟା ମଜା କରୁଛନ୍ତି। ଶାସ୍ତ୍ରରେ ବି ଏକଥା ଲେଖା ହୋଇନି। ଆମେ କେମିତି ଭାଇ ଭଉଣୀ ହେଲେ ସେ କଥା ଶାସ୍ତ୍ରରେ ଜଣା ପଡ଼ିନି, ଲେଖା ନାହିଁ। ସ୍ୱୟଂ ପରମପିତା ପରମାତ୍ମାଙ୍କର ଆମେ ସନ୍ତାନ ହିସାବରେ ଭାଇ ହେଲେ, କିନ୍ତୁ ଭାଇ ଭଉଣୀ ହେଲେ ମାନେ ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହେଲେ। ଗୋଟିଏ ପିତାର ଆମେ ସମସ୍ତେ ସନ୍ତାନ। ଯେ ଶରୀରଧାରୀ ପିତା ହେଲେ ପ୍ରଜାପିତା ବ୍ରହ୍ମା, ତେଣୁ ଆମେ ଶରୀର ରୂପରେ ଭାଇ ଭଉଣୀ ହେଲେ। ଏକଥା କେହିମାନେ ବୁଝିପାରୁନାହାନ୍ତି। ସେମାନେ ଭାବୁଛନ୍ତି, ଏମାନେ ସ୍ୱାମୀ ସ୍ତ୍ରୀ ବି ନିଜକୁ ଭାଇ ଭଉଣୀ ବୋଲି ଭାବୁଛନ୍ତି। ଆରେ ଆମେ ଯେହେତୁ ବାବାଙ୍କର, ପ୍ରଜାପିତା ବ୍ରହ୍ମାଙ୍କର ଗୋଟିଏ ପିତାଙ୍କର ଆମେ ସନ୍ତାନ, ଆମେ ଭାଇ ଭଉଣୀ ହେଲୁ। ଭାଇ ଭଉଣୀ ହେଲେ ହିଁ ଦୃଷ୍ଟି ପବିତ୍ର ରହିବ। ମନ ଭିତରେ ଯଦି ଆମେ ଭାଇ ଭଉଣୀ ବୋଲି ଭାବିବା, ବାବା କହୁଛନ୍ତି ଏ ଜ୍ଞାନ ତ ପୁଣି ଲୋପ ହୋଇଯିବ। ଦ୍ୱାପରରୁ ପୁଣି ଶାସ୍ତ୍ର ଆଦି ଲେଖା ଚାଲିବ। ଏବେ ଆମର ମୁଖ୍ୟ କଥା ହେଲା
ଅଲଫ ବା ଶିବ ବାବାଙ୍କୁ ଆମେ ସ୍ମରଣ କରିବା, ବିକର୍ମ ବିନାଶ କରିବା, ନିଜକୁ ଆତ୍ମା ବୋଲି ଭାବିବା। ଆମେ 84 ଜନ୍ମର ଚକ୍ର ଲଗେଇଛେ, ପୁନର୍ବାର ଆମର ଆତ୍ମା ଦେବତା ହେବାକୁ ଯାଉଛି। ଏ ଆତ୍ମାରେ 84 ଜନ୍ମର ଅବିନାଶୀ ଅଭିନୟ ଭରି ରହିଛି। ଇଏ ବହୁତ ବଡ଼ ଆଶ୍ଚର୍ଯ୍ୟ କଥା। ତେଣୁ ପରମପିତା ପରମାତ୍ମାଙ୍କୁ ବି ଅଭିନୟ କରିବାକୁ ମିଳୁଛି। ଆତ୍ମା ଯେମିତି ଅଭିନୟ କରୁଛି, ଡ୍ରାମା ଅନୁସାରେ ବାବା ବି ସେମିତି ଅଭିନୟ କରି ଆମକୁ ପତିତରୁ ପାବନ ଏଇ ସଙ୍ଗମ ଯୁଗରେ କରାଉଛନ୍ତି। ଡ୍ରାମା ଅନାଦି ଅବିନାଶୀ ନାଟକ। ସେ କେବେ ଆରମ୍ଭ ହେଲା, କେବେ ବନ୍ଦ ହେବ, ଏକଥା କେହି କହିପାରିବେ ନାହିଁ। କାହିଁକି ନା ଇଏ ହେଉଛି ଅନାଦି ଅବିନାଶୀ ଡ୍ରାମା। ଆମେ ତ ସବୁ କଥା ଜାଣିଲେ, ବାବା ସବୁ ବୁଝେଇ ଦେଉଛନ୍ତି। ଏଥିରୁ ଆମେ ଆଜି କ'ଣ ଧାରଣା କରିବା ଯେ ଏବେ ଆମ ପରୀକ୍ଷାର ସମୟ ବହୁତ ନିକଟତର। ସେଥିପାଇଁ ପୁରୁଷାର୍ଥ କରି ନିଜର ଏବଂ ସମସ୍ତଙ୍କର କଲ୍ୟାଣ କରିବା। ନିଜେ ପାଠ ପଢ଼ିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢ଼େଇବା। ଚ୍ୟାରିଟି ବିଗିନ୍ସ ଆଟ୍ ହୋମ୍। ତେଣୁ ଦାନ ପୁଣ୍ୟ କାମ ନିଜ ଘରୁ ହିଁ ଆରମ୍ଭ କରିବା, ବା ପ୍ରଥମେ ନିଜ ଘରର ବ୍ୟକ୍ତିମାନଙ୍କୁ, ଆତ୍ମାମାନଙ୍କୁ ଆମେ ଭଗବାନଙ୍କର ପରିଚୟ ଦେଇ ତାଙ୍କ ମନରେ ନିଶ୍ଚୟ ବୁଦ୍ଧି ସୃଷ୍ଟି କରେଇବା। ଦେହୀ ଅଭିମାନୀ ହୋଇ ଅବିନାଶୀ ଏବଂ ପଢ଼ା ରୋଜଗାର, ମାନେ ଆମର ସଚ୍ଚା ରୋଜଗାର ଜମା କରିବାର ପ୍ରଥମ ଲକ୍ଷଣ ହେଲା ନିଜେ ଦେହୀ ଅଭିମାନୀ ହୋଇ ରହିବା, ଅବିନାଶୀ ଧନ ସଞ୍ଚୟ କରିବା, ନିଜର ଚାଲିଚଳଣିର ରେଜିଷ୍ଟର ରଖିବା, କୌଣସି ବିକର୍ମ ଯେମିତି ନ ହେବ, ରେଜିଷ୍ଟର ଖରାପ ନ ହେବ, ତାରି ଉପରେ ଗୁରୁତ୍ୱ ଦେବା। ସମସ୍ତଙ୍କୁ ଉମଙ୍ଗ ଉତ୍ସାହର ସହଯୋଗ ଦେଇ ଶକ୍ତିଶାଳୀ କରୁଥିବା ସଚ୍ଚା ସେବାଧାରୀ ହେବା। ସଚ୍ଚା ସେବାଧାରୀ କିଏ? ଯିଏ ସମସ୍ତଙ୍କୁ ଉମଙ୍ଗ ଉତ୍ସାହର ସହଯୋଗ ଦେଇ ଶକ୍ତିଶାଳୀ କରେ, ସେଇ ଆତ୍ମା ହିଁ ସଚ୍ଚା ସେବାଧାରୀ। ଏବେ ସମୟ କମ୍ ଅଛି, କିନ୍ତୁ ଅଧିକରୁ ଅଧିକ ଆତ୍ମାମାନଙ୍କୁ ଆସିବାର ଅଛି। ତେଣୁ ଆମେ ପ୍ରଥମେ ପକ୍କା ହେବା। ଏବେ ତ ବହୁତ ସଂଖ୍ୟା ବଢ଼ିବାର ଅଛି। ସେଥିପାଇଁ ଆମେମାନେ ଯେଉଁ ପାଳନା ନେଇଛେ, କାହାଠାରୁ? ଶିବ ବାବାଙ୍କ ଠାରୁ, ବ୍ରହ୍ମା ବାବାଙ୍କ ଠାରୁ, ତାର ପ୍ରତିଦାନ ଦେବା ପାଇଁ ବାବା ଏବେ କହୁଛନ୍ତି। ଆସିବାକୁ ଥିବା ନିର୍ବଳ ଆତ୍ମାମାନଙ୍କର ସହଯୋଗୀ ହୋଇ ସେମାନଙ୍କୁ ସମର୍ଥ ତଥା ଅଟଳ କରିବା ପାଇଁ ଆମେ ଚେଷ୍ଟା କରିବା, ବା ତାଙ୍କୁ ବାବାଙ୍କର ପରିଚୟ ଦେଇ ନିଶ୍ଚୟ ବୁଦ୍ଧି ତାଙ୍କ ମନରେ ସୃଷ୍ଟି କରେଇବା। ତାହା ହେଲେ ଯାଇ ଆମେ ବାବାଙ୍କର ସଚ୍ଚା ସେବାଧାରୀ ହେବା। ପୁଣି ବାବା ଶେଷକୁ ସ୍ଲୋଗାନରେ କହିଲେ, ଆତ୍ମାଙ୍କୁ ଯେବେ ଯେଉଁଠି ଏବଂ ଯେପରି ଇଚ୍ଛା ସେହିପରି ସ୍ଥିତିରେ ସ୍ଥିତ ଯିଏ କରିପାରୁଛି, ସିଏ ହେଲା ଅଚଳ ଅଟଳ ଅବିଚଳିତ ଆତ୍ମା। ଇଏ ପୁଣି ଯିଏ ସ୍ଥିତ କରୁଛି, ସିଏ ହେଉଛି ଆତ୍ମାର ଡ୍ରିଲ୍। ଆମର ଯେମିତି ଶାରୀରିକ ଡ୍ରିଲ୍ ହେଉଛି, ଇଏ ହେଉଛି ଆତ୍ମାର ଡ୍ରିଲ୍। ଆତ୍ମାକୁ ଯେବେ ଯେଉଁଠି ଯେପରି ଇଚ୍ଛା ଯେତେ ସମୟ ରଖିପାରିବ, ଆମ ଇଚ୍ଛା ମୁତାବକ ସେ ସେଇ ସ୍ଥିତିରେ ରହିବ। ସେ ହେଉଛି ଆତ୍ମିକ ଡ୍ରିଲ୍। ସେଇଥିରେ ଆମେ ଗୁରୁତ୍ୱ ଦେବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।